ନମସ୍କାର ଦର୍ଶକ ବନ୍ଧୁ। ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ପିଲାମାନଙ୍କର ବିବାହ ସ୍ଥିର ହେଉନାହିଁ, ସେମାନଙ୍କର ବିବାହ ହେଉନାହିଁ ଏବଂ ଆପଣ ପୂର୍ବରୁ ଅନେକ ଜିନିଷ ଚେଷ୍ଟା କରିସାରିଛନ୍ତି, ତେବେ ଆଜି ମୁଁ ଏକ ସରଳ ଉପାୟ ଆପଣଙ୍କୁ ବାଣ୍ଟିବାକୁ ଯାଉଛି। ଯଦି ଝିଅ କିମ୍ବା ପୁଅର ମା ଏହା କୌଣସି ଶନିବାର ଦିନ କରନ୍ତି, ତେବେ ବିଶ୍ୱାସ କରନ୍ତୁ ଆପଣଙ୍କ ପିଲା ଶୀଘ୍ର ଇଚ୍ଛାକୃତ ବିବାହ ପ୍ରସ୍ତାବ ପାଇବା ଆରମ୍ଭ କରିବ। ଯେକୌଣସି ଶନିବାର ଏହି ଉପଚାର କରନ୍ତୁ, ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଏହା ଆପଣ ପିଲାମାନଙ୍କର ବିବାହକୁ ଶେଷ କରିବାରେ ସାହାଯ୍ୟ କରିବ ଏବଂ ଗ୍ରହ ଦୋଷ ଦୂର କରିବାରେ ବହୁତ ସହାୟକ ହେବ। କେବଳ ଗୋଟିଏ ସରଳ କାମ କରନ୍ତୁ। ଶନିବାର ଦିନ ପିଲାମାନଙ୍କର ମାଙ୍କୁ ଏହି ଉପଚାର କରିବାକୁ ଚେଷ୍ଟା କରନ୍ତୁ ଏବଂ ଯଦି ପିଲାମାନେ ନିଜେ ଏହା କରିବାକୁ ଚାହାନ୍ତି, ତେବେ କୌଣସି ଟେନସନ୍ କିମ୍ବା କଷ୍ଟର ଆବଶ୍ୟକତା ନାହିଁ। ଆପଣ ନିଜେ ମଧ୍ୟ ଏହି ଉପଚାର କରିପାରିବେ। ଏହା ଏକ ବହୁତ ସରଳ ଉପଚାର। ମୁଁ ଭିଡ଼ିଓର ପରେ ଆପଣଙ୍କୁ ପ୍ରତିକାର ବିଷୟରେ ବୁଝାଇବି। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଏହାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣଙ୍କୁ ଭିଡ଼ିଓଟି ପସନ୍ଦ ଆସିଥାଏ, ଦୟାକରି ଏହାକୁ ଲାଇକ୍ ଏବଂ ସେୟାର କରନ୍ତୁ। ଏବଂ ହଁ ଦର୍ଶକ ବନ୍ଧୁ, ଯଦି ଆପଣ ଚ୍ୟାନେଲରେ ନୂଆ ଅଛନ୍ତି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆପଣଙ୍କର ସବସ୍କ୍ରିପସନ୍ ଆମର ପ୍ରେରଣା ଏବଂ ଯଦି ଆପଣ ସେୟାର କରିଥିବା ଏକ ଭିଡ଼ିଓ ଅନ୍ୟ କାହାର ଜୀବନରେ ଖୁସି ଆଣିଥାଏ, ତେବେ ଆପଣ ମଧ୍ୟ ସେହି ସଦ୍ଗୁଣର ଅଂଶ ହୋଇଯାଇଥାନ୍ତି ଏବଂ ତୁରନ୍ତ ଏହାର ଫଳାଫଳ ଅନୁଭବ କରିବା ଆରମ୍ଭ କରନ୍ତି। ଏହାର ଅର୍ଥ ହେଉଛି ସାମଗ୍ରିକ ଭାବରେ ଆପଣ ମଧ୍ୟ ନିଶ୍ଚିନ୍ତ ଭାବରେ ଖୁସି ପାଇବେ। ଏହା ପ୍ରକୃତିର ନିୟମ। ଆସନ୍ତୁ ଶନିବାର ଦିନ ଆପଣ କିପରି ପରିବର୍ତ୍ତନ ଆଣିପାରିବେ ସେ ବିଷୟରେ ଆଲୋଚନା କରିବା। ଏହା ଯେକୌଣସି ଶନିବାର ହୋଇପାରେ। ଆମେ ଶୁକ୍ଳପକ୍ଷ କିମ୍ବା କୃଷ୍ଣପକ୍ଷ ସମୟରେ ଶନିବାର ବିଷୟରେ କହୁନାହୁଁ। ଯେକୌଣସି ଶନିବାର ବାଛନ୍ତୁ ଏବଂ ସକାଳେ ଶୀଘ୍ର ଏହି ପ୍ରତିକାର ଆରମ୍ଭ କରନ୍ତୁ। ଆପଣଙ୍କୁ ସକାଳେ କ'ଣ କରିବାକୁ ପଡ଼ିବ? ଏକ କର୍ପୂର ବଟିକା ନିଅନ୍ତୁ। ଏହି ପ୍ରତିକାର ପିଲାର ମା କରିପାରିବେ। ସେ କାହାକୁ ନ କହି ଏହାକୁ ବହୁତ ସହଜରେ ଏବଂ ଗୁପ୍ତ ଭାବରେ କରିପାରିବେ। ମୁଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଯୋଡ଼ିବାକୁ ଚାହୁଁଛି। ଆପଣ ଯେକୌଣସି ପ୍ରତିକାର ଚେଷ୍ଟା କରନ୍ତୁ, ଏହାକୁ ନିଜ ପାଖରେ ରଖନ୍ତୁ। ଏହାକୁ ଅଧିକ ପ୍ରଚାର କରନ୍ତୁ ନାହିଁ। ଏହି ଉପାୟରେ ଫଳାଫଳ ଶୀଘ୍ର ପ୍ରାପ୍ତ ହେବ। ତଥାପି କିଛି ପ୍ରତିକାର ଅଛି, ଯାହା ଯଦି ଆପଣ ସେଗୁଡ଼ିକ ନିଜ ପାଖରେ ରଖନ୍ତି, ତେବେ ତାହା ଆପଣଙ୍କ ପାଇଁ ଗୁଣ ଏବଂ ଅନ୍ୟମାନଙ୍କ ଜୀବନରେ ଖୁସି ଆଣିଥାଏ। ତଥାପି କିଛି ପ୍ରତିକାର ଅଛି, ଯାହା ଯଦି ଆପଣ ସେଗୁଡ଼ିକ ନିଜ ପାଖରେ ରଖନ୍ତି, ତେବେ ବହୁତ ଶୀଘ୍ର ଫଳାଫଳ ପ୍ରଦାନ କରନ୍ତି। ହଁ, ଆପଣ ସେଗୁଡ଼ିକୁ ପରେ ଅନ୍ୟମାନଙ୍କ ସହିତ ସେୟାର କରିପାରିବେ, ଯାହାଦ୍ୱାରା ସେଗୁଡ଼ିକ ଲାଭବାନ ହେବେ। ସେଥିପାଇଁ ମୁଁ ଆପଣଙ୍କୁ ଶନିବାର ଦିନ ଏହି ପ୍ରତିକାରକୁ ନିଜ ପାଖରେ ରଖିବାକୁ ପରାମର୍ଶ ଦେଉଛି। ତେଣୁ ଏହି ପ୍ରତିକାର କିପରି କରିବେ, ଏହାକୁ ଭଲ ଭାବରେ ବୁଝନ୍ତୁ। ଏହା କରିବା ପାଇଁ ଏକ କର୍ପୂର ଟାବଲେଟ୍ ଏବଂ ଏକ ଛୋଟ କଳା କପଡ଼ା ନିଅନ୍ତୁ। ଶୁଦ୍ଧ କର୍ପୂର ଖଣ୍ଡ ଟିକେ ବଡ଼ ହୋଇପାରେ, ତଥାପି ଅନ୍ୟ କର୍ପୂର ବହୁତ ଛୋଟ। ଆପଣ ଯେକୌଣସି ପ୍ରକାରର କର୍ପୂର ବ୍ୟବହାର କରିପାରିବେ। ଯଦି ଆପଣ ଶୁଦ୍ଧ କର୍ପୂର ପାଇପାରନ୍ତି, ତେବେ ତାହା ବହୁତ ଭଲ। ତାପରେ ଏକ ଛୋଟ କଳା କପଡ଼ା ନିଅନ୍ତୁ। ଯଦି ଏହା ଘରେ ଉପଲବ୍ଧ ନାହିଁ, ତେବେ ତୁମେ ବଜାରରୁ ରୁମାଲ ଆକାରର ମଧ୍ୟ କିଣିପାରିବ। ତାପରେ ସକାଳେ ସ୍ନାନ ପରେ ଆପଣଙ୍କ ପ୍ରାର୍ଥନା ଘରେ ବସି ଏହି କଳା କପଡ଼ାରେ କର୍ପୂର ବଲ୍ ବାନ୍ଧନ୍ତୁ। ଅର୍ଥାତ୍ ଏହା ଖସି ନ ପଡ଼ିବା ପାଇଁ ଭଲ ଭାବରେ ଗଣ୍ଠି କରି ବାନ୍ଧନ୍ତୁ। ଏହାକୁ ଆପଣଙ୍କ ହାତରେ ଧରି ଆପଣଙ୍କ ପିଲାମାନଙ୍କ ବିବାହ ପାଇଁ ଏକ କାମନା ସହିତ ଏକ ସଂକଳ୍ପ କରନ୍ତୁ। ମୋ ପିଲାମାନଙ୍କ ବିବାହ ପାଇଁ ମୁଁ ଯେଉଁ ପ୍ରତିକାର କରିବାକୁ ଯାଉଛି,
ତାହା ସଫଳ ହେଉ ଏବଂ ପୂର୍ଣ୍ଣ ଫଳ ପ୍ରଦାନ କରୁ। ଏହି କାମନା କରିବା ପରେ ଏହି କପଡ଼ାକୁ ଦେଖନ୍ତୁ। ଯଦି ଆପଣ ଘରର ମୁଖ୍ୟ ଦ୍ୱାରରେ କୌଣସି ଝୁଲୁଥିବା ଜିନିଷ କିମ୍ବା କଣ୍ଟା କିମ୍ବା ଅନ୍ୟ କିଛି ଅଛି ଯେଉଁଠାରେ ଆପଣ ଏହାକୁ ଝୁଲାଇ ପାରିବେ, ତେବେ ଏହି କପଡ଼ାକୁ ସେଠାରେ ଟାଙ୍ଗନ୍ତୁ। ଯଦି କୌଣସି ଗଣ୍ଠି ଅଛି, ତେବେ ଏହାର ସାମ୍ନାରେ ଥିବା କଣ୍ଟା ଉପରେ ଗଣ୍ଠି ରଖନ୍ତୁ। ଏହା ସହିତ ମନେ ରଖନ୍ତୁ ଯେ କଳା କପଡ଼ାରେ ବନ୍ଧା ହୋଇଥିବା କର୍ପୂର ବଲ୍କୁ ଆପଣଙ୍କ ମୁଖ୍ୟ ଦ୍ୱାରର ଭିତର ଭାଗରେ ଟାଙ୍ଗିବା ଉଚିତ। ଏହାକୁ ବାହାରେ ଟାଙ୍ଗନ୍ତୁ ନାହିଁ, ନଚେତ୍ ଲୋକମାନେ ଏହାକୁ ଦେଖି ଆପଣଙ୍କୁ ପଚାରିବେ, ଏହା କ'ଣ? ଏହା ହେବା ଉଚିତ ନୁହେଁ। ଆପଣଙ୍କୁ ଏହାକୁ ଆପଣଙ୍କର ଘର ଭିତରେ ଟାଙ୍ଗିବାକୁ ପଡ଼ିବ। ଧରନ୍ତୁ ଏହାକୁ ଝୁଲାଇବା ପାଇଁ କୌଣସି ସ୍ଥାନ ନାହିଁ, ତେବେ ଯଦି ମୁଖ୍ୟ ଦ୍ୱାର ଉପରେ କୌଣସି ସ୍ଥାନରେ ଟିକେ ସ୍ଥାନ ଅଛି, ତେବେ ତାହାକୁ ସେଠାରେ ରଖନ୍ତୁ। ଯଦି ଏହାକୁ ଝୁଲାଇବା ପାଇଁ କୌଣସି ସ୍ଥାନ ନାହିଁ, ତେବେ ତୁମେ ଏହାକୁ ଝୁଲାଇ ପାରିବ କି ନାହିଁ ସେ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏବଂ ଯଦି ଏହାକୁ ଝୁଲାଇବା ପାଇଁ କୌଣସି ସ୍ଥାନ ଅଛି, ତେବେ ଏହି କଳା କପଡ଼ାରେ ଗୁଡ଼ା ଯାଇଥିବା କର୍ପୂର ଏକ ବଟିକା ସେଠାରେ ଝୁଲାଇ ଦିଅ, ଯାହା ତୁମର ଇଚ୍ଛା ପୂରଣ ପାଇଁ ଏକ ଉପଚାର। ଏବେ ତୁମେ କ'ଣ କରିବ? ତୁମକୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସନ୍ଧ୍ୟା ସମୟ ଅର୍ଥାତ୍ ସୂର୍ଯ୍ୟାସ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଏବଂ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଆପଣ ବାନ୍ଧିଥିବା ସେ କର୍ପୂରକୁ ନେଇ ଆସନ୍ତୁ। ସେହି କର୍ପୂରକୁ ଏକ ଦୀପରେ ରଖନ୍ତୁ, ବିଶେଷତଃ ଏକ ଛୋଟ ମାଟି ଦୀପ। ଏହା ସହିତ 7ଟି ସଫା ଲବଙ୍ଗ ରଖନ୍ତୁ। 7ଟି ଲବଙ୍ଗ ରଖିବା ପରେ ଏହି 7ଟି ଲବଙ୍ଗ ରଖିବା ସମୟରେ ସେଗୁଡ଼ିକୁ ଥରେ ଆପଣଙ୍କ ମୁଠାରେ ଆପଣଙ୍କ ଡାହାଣ ହାତରେ ବନ୍ଦ କରନ୍ତୁ ଏବଂ ଭଗବାନଙ୍କ ସମ୍ମୁଖରେ ଆଣନ୍ତୁ। ଯଦି ଆପଣଙ୍କ ଘରେ ଭଗବାନ ଶିବଙ୍କ ଫଟୋ ଅଛି, ତେବେ ଆପଣଙ୍କ ମୁଠା ଭଗବାନ ଶିବଙ୍କ ଫଟୋକୁ ସ୍ପର୍ଶ କରନ୍ତୁ ଏବଂ ଆପଣଙ୍କର ଇଚ୍ଛା ପ୍ରକାଶ କରନ୍ତୁ, ଅର୍ଥାତ୍ ପିଲାମାନଙ୍କ ନାମ ଏବଂ ଗୋତ୍ର ସହିତ ଆପଣଙ୍କର ଇଚ୍ଛା କୁହନ୍ତୁ। ଅନ୍ୟଙ୍କ ବିବାହରେ ବିଳମ୍ବ, ଗ୍ରହଦୋଷ ଯାହା ଲାଗି ରହିଥାଏ, ହେ ପରମ ପିତା ପରମେଶ୍ୱର, ମୁଁ ଏହି ଉପଚାର ଗ୍ରହଣ କରିଛି। ମୁଁ ବିଶ୍ୱାସ ଏବଂ ବିଶ୍ୱାସ ସହିତ କରିଛି। ମୁଁ ଏହା ମୋର ମନ, ହୃଦୟ ଏବଂ ଭାବନା ସହିତ କରିଛି ଏବଂ ମୁଁ ସମ୍ପୂର୍ଣ୍ଣ ବିଶ୍ୱାସୀ ଯେ ଏହି ଉପଚାର ଅନୁସରଣ କରିବା ଦ୍ୱାରା ମୋ ପିଲାର ଜନ୍ମକୁଣ୍ଡରେ ଥିବା ଯେକୌଣସି ଦୋଷ ଦୂର ହେବ। ଯେକୌଣସି ପିତୃଦୋଷ ଯେକୌଣସି ପ୍ରକାରର ସମାଧାନ ହେବ। ଯଦି ମଙ୍ଗଳ ଦୋଷ ଅଛି, ତେବେ ତାହା ମଧ୍ୟ ସମାଧାନ ହେବ ଏବଂ ଯଦି କୌଣସି ଖରାପ ନଜର ଅଛି, ତାହା ମଧ୍ୟ ସମାଧାନ ହେବ। ଏହି ପ୍ରକାର ଅନୁସରଣ କରିବା ଦ୍ୱାରା ସେହି ସମସ୍ତ ଦୋଷ ଦୂର ହୋଇଯିବ। ମୁଁ ଏହା ବିଶ୍ୱାସ କରେ ଏବଂ ଏହି ବିଶ୍ୱାସ ସହିତ ମୁଁ ଏହି ପ୍ରତିକାର କରିଛି। ଆପଣଙ୍କୁ କେବଳ ଏହିପରି ପ୍ରାର୍ଥନା କରିବାକୁ ପଡ଼ିବ ଏବଂ ଆପଣଙ୍କ ପିଲାମାନଙ୍କର ଶୀଘ୍ର ବିବାହ ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ। ହେ ପ୍ରଭୁ, ଦୟାକରି ମୋ ପିଲାମାନଙ୍କର ବିବାହରେ ମୋତେ ନିରନ୍ତର ସଫଳତା ପ୍ରଦାନ କରନ୍ତୁ। ବିଳମ୍ବ ଏବଂ ବାଧା ଅଛି, ତେଣୁ ଦୟାକରି କିଛି ଚମତ୍କାର କରନ୍ତୁ, ଯାହାଦ୍ୱାରା ଏହି ପଦ୍ଧତି ଅନୁସରଣ କରି ମୋ ପିଲାମାନଙ୍କ ବିବାହ ପାଇଁ ଏକ ଭଲ ସୁନ୍ଦର ପ୍ରସ୍ତାବ ଆସିବ ଏବଂ ସେମାନଙ୍କ ବିବାହ ସ୍ଥିର ହୋଇଯିବ। ଏପରି ଭାବରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। 1 କିମ୍ବା 2 ମିନିଟ୍ ସମୟ ନିଅନ୍ତୁ। ଭକ୍ତି ଏବଂ ହୃଦୟ ସହିତ ପ୍ରାର୍ଥନା କରନ୍ତୁ। ଆପଣଙ୍କୁ ସବୁବେଳେ କୌଣସି ସ୍ଥିର ଶବ୍ଦର ଆବଶ୍ୟକତା ନାହିଁ। ଆପଣ ଘରେ ଯେପରି ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ସେହିପରି ଭାବରେ ଆପଣଙ୍କୁ ପ୍ରାର୍ଥନା କରିବା ଉଚିତ ଏବଂ ତାଙ୍କୁ ପ୍ରାର୍ଥନା କରିବା ପରେ ଲବଙ୍ଗକୁ ଦୀପରେ ରଖନ୍ତୁ ଏବଂ ତାପରେ ଏହି ଦୀପକୁ ଏକ ପିପଲ ଗଛ ପାଖରେ ନେଇଯାଆନ୍ତୁ। ଯଦି ପାଖରେ କୌଣସି ପିପଲ ଗଛ ଅଛି ଏବଂ ସେଠାରେ ଏହାକୁ ଜଳାନ୍ତୁ। ଏକ ଦିଆସିଲି କାଠି ନିଅନ୍ତୁ ଏବଂ ପାଖରେ କୌଣସି ପିପଲ ଗଛ ନାହିଁ ବୋଲି ଧରି ଏହାକୁ ଆପଣଙ୍କ ଘର ଭିତରେ ଜଳାନ୍ତୁ। ଏହାକୁ ଆପଣଙ୍କ ମୁଖ୍ୟ ଫାଟକ ଭିତରେ ଜଳାନ୍ତୁ। ଭଲ ଭାବରେ ବୁଝନ୍ତୁ, ବାହାରେ ନୁହେଁ, ଭିତରେ ଦୀପ ଜଳାନ୍ତୁ ଏବଂ ଯେତେବେଳେ ଲବଙ୍ଗ ଏବଂ କର୍ପୂର ଜଳୁଛି, ଆପଣ ପାଖରେ ବସି ଶିବ ଚାଳିସା ପାଠ କରିବା ଉଚିତ।
କେବଳ ଥରେ ଶିବ ଚାଳିଶା ପାଠ କରନ୍ତୁ। ଯଦି ଆପଣ ଚାହାନ୍ତି ତେବେ ଆପଣ ଶିବ ପଞ୍ଚାକ୍ଷର ସ୍ରୋତ ମଧ୍ୟ ପାଠ କରିପାରିବେ। କିନ୍ତୁ ଆମର ଘରେ ପ୍ରାୟତଃ ଶିବ ଚାଳିଶା ଅଛି ଏବଂ ଶିବ ଚାଳିଶାରେ ଶିବ ପଞ୍ଚାକ୍ଷର ସ୍ରୋତ ମଧ୍ୟ ରହିଛି। ତେଣୁ ପାଖରେ ବସି ଦୁଇଟି ମଧ୍ୟରୁ ଗୋଟିଏ ପାଠ କରନ୍ତୁ। ଯଦି ଆପଣ ଶିବ ଚାଳିଶା ପାଠ କରିବାକୁ ଚାହୁଁଛନ୍ତି ତେବେ ତାହା ପାଠ କରନ୍ତୁ ଏବଂ ଯଦି ଆପଣ ଶିବ ପଞ୍ଚାକ୍ଷର ସ୍ରୋତ ପାଠ କରିବାକୁ ଚାହୁଁଛନ୍ତି ତେବେ ତାହା କରନ୍ତୁ। ଦର୍ଶକ ବନ୍ଧୁ, ଭଗବାନ ଶିବ ହେଉଛନ୍ତି ତାଙ୍କ ଗୁରୁ ଶନିଦେବଙ୍କର ପ୍ରିୟ ଦେବତା। ତେଣୁ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଶନିଦେବ ପ୍ରଭୁଙ୍କୁ ପ୍ରସନ୍ନ ହୁଏ ଏବଂ ଆପଣଙ୍କର ସମସ୍ତ ଗ୍ରହ ଦୋଷ ଦୂର ହୁଏ। ଯଦି ଆପଣ ଏହି ପ୍ରତିକାର ଗୋଟିଏ ଶନିବାର ଦିନ କରନ୍ତି ତେବେ ଆପଣ ଦେଖିବେ ଯେ ଲବଙ୍ଗକୁ କର୍ପୂର ସହିତ ଜଳାଇ ଭଗବାନ ଶିବଙ୍କୁ ସମର୍ପିତ ଶିବ ଚାଳିଶା ପାଠ କରିବା ଦ୍ୱାରା ଏବଂ ଶନିବାର ଦିନ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବ୍ରତ କରିବା ଦ୍ୱାରା କର୍ପୂର ଏବଂ ଲବଙ୍ଗ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ପିଲାମାନଙ୍କ ପାଇଁ ତୁରନ୍ତ ବିବାହ ସୁଯୋଗ ସୃଷ୍ଟି ହେବ ଏବଂ ବିବାହ ତୁରନ୍ତ ଆସିବ। ଏବଂ ମୁଁ ଆପଣଙ୍କୁ ଆଉ ଗୋଟିଏ କଥା କହିବାକୁ ଚାହୁଁଛି। ମୁଖ୍ୟ ପ୍ରବେଶ ଦ୍ୱାରରେ ଦୀପ ଜାଳିବା ଦ୍ୱାରା ଘରେ ଶୁଭ ଘଟଣା ଗୁଡ଼ିକ ତୁରନ୍ତ ଆରମ୍ଭ ହେବ, କାରଣ ସମ୍ପର୍କ ଦ୍ୱାରା ଦେଇ ଆସେ ଏବଂ ପ୍ରାୟତଃ ଦୂରେଇ ଯାଏ। ବର୍ତ୍ତମାନ ଯେତେବେଳେ ଏହି ସମ୍ପର୍କ ଗୁଡ଼ିକ ଆସିବ ସେଗୁଡ଼ିକ ଦୂରେଇ ଯିବ ନାହିଁ, ଅର୍ଥାତ୍ ସମ୍ପର୍କ ନିଶ୍ଚିତ ହେବ, ଚୂଡ଼ାନ୍ତ ହେବ ଏବଂ ବିବାହ ଶୀଘ୍ର ହେବ। ପରେ ଆପଣ ଆପଣଙ୍କ ଘରେ କର୍ପୂର ସହିତ ବାନ୍ଧିଥିବା କଳା ରୁମାଲ ବ୍ୟବହାର କରିପାରିବେ। ତେଣୁ ଆପଣ ନିଶ୍ଚିତ ଭାବରେ ଏହି ପ୍ରତିକାର କରନ୍ତୁ। ଆପଣ ପିଲାର ମାଆଙ୍କୁ ଏହି ପ୍ରତିକାର କରିବାକୁ ଚେଷ୍ଟା କରନ୍ତୁ କିମ୍ବା ପିଲାମାନେ ମଧ୍ୟ ଏହାକୁ ନିଜେ କରିପାରିବେ, କୌଣସି ଅସୁବିଧା ନାହିଁ। ପ୍ରିୟ ଦର୍ଶକ ବନ୍ଧୁ, ଏହା ଏକ ଅତ୍ୟନ୍ତ ଚମତ୍କାର ଉପାୟ। ଆଜି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କ ଇଚ୍ଛା ପୂରଣ ହୋଇଛି ଏବଂ ଆପଣଙ୍କର ମଧ୍ୟ ହେବ। ସମ୍ପୂର୍ଣ୍ଣ ବିଶ୍ୱାସ ଏବଂ ସଚ୍ଚା ହୃଦୟ ସହିତ ଏହି ଉପଚାରକୁ ଅନୁସରଣ କରନ୍ତୁ। ଆପଣ ନିଶ୍ଚିତ ଭାବରେ ଏହାର ଲାଭ ପାଇବେ। ଏହି ଉପଚାର ତୁରନ୍ତ ଆପଣଙ୍କର ଇଚ୍ଛା ପୂରଣ କରିବ। ଆପଣଙ୍କ ପିଲାମାନେ ଶୀଘ୍ର ବିବାହ କରିପାରିବେ ଏବଂ ଘରେ ଶୁଭ ଘଟଣା ଘଟିବ। ତେଣୁ ବନ୍ଧୁଗଣ, ଆଜିର ଭିଡ଼ିଓ ପାଇଁ ଏତିକି। ଯଦି ଆପଣଙ୍କୁ ଭିଡ଼ିଓଟି ପସନ୍ଦ ଆସିଛି ତେବେ ଦୟାକରି ଏହାକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ହର ହର ମହାଦେବ ଲେଖନ୍ତୁ। ମହାଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ବର୍ଷିବ। ଧନ୍ୟବାଦ।